ସୁଲତାନ ମାନେ ଭାରତରେ 320 ବର୍ଷ ଶାସନ କଲେ। ସୁଲତାନମାନଙ୍କୁ ଆକ୍ରମଣ କଲେ ମୋଗଲମାନେ। ମୋଗଲମାନେ ସୁଲତାନମାନଙ୍କୁ ଯୁଦ୍ଧରେ ପରାସ୍ତ କରି ଭାରତରେ ସ୍ଥାପନ କଲେ ତାଙ୍କର ମୋଗଲ ଶାସନ। ପିଲାମାନେ, ଆଜି ଆମର ଆଲୋଚନାର ବିଷୟବସ୍ତୁଟି ହେଉଛି ଭାରତରେ ମୋଗଲ ଶାସନ ପ୍ରତିଷ୍ଠା। ଏହି ଭିଡ଼ିଓରେ ଆମେ ଜାଣିବା ଭାରତରେ କିପରି ମୋଗଲ ଶାସନ ପ୍ରତିଷ୍ଠା ହୋଇଥିଲା ଏବଂ ପ୍ରତିଷ୍ଠା ହେଲା ପରେ ସେମାନେ କିପରି ଭାରତକୁ ଶାସନ କଲେ ତାଙ୍କରି ବିଷୟରେ ଜାଣିବା। ଜାହିରୁଦ୍ଦିନ ମହମ୍ମଦ ବାବର, ତାଙ୍କୁ ଆହୁରି ବାବର ବୋଲିକି କୁହାଯାଏ, ଭାରତରେ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ। ଜାହିରୁଦ୍ଦିନ ମହମ୍ମଦ ବାବର ବା ବାବର ମୋଗଲ ସାମ୍ରାଜ୍ୟ ସେ ପ୍ରତିଷ୍ଠା କରିଥିଲେ 1526 ଖ୍ରୀଷ୍ଟାବ୍ଦରେ ଭାରତରେ। ବାବର ଜନ୍ମଗ୍ରହଣ କରିଥିଲେ ଫରଗଣାଠାରେ। ବାବରଙ୍କୁ ଫରଗଣାଠାରୁ ବିତାଡ଼ିତ କରିଥିଲେ ଉଜବେକମାନେ। ଉଜବେକମାନେ ବାବରଙ୍କୁ ଫରଗଣାରୁ ବିତାଡ଼ିତ କରିବା ପରେ ବାବର ଚାଲି ଆସିଥିଲେ କାବୁଲକୁ। କାବୁଲରେ ମଧ୍ୟ ସେ ଶାସକ ପଦବୀ ଗ୍ରହଣ କରିଥିଲେ। ସେ ଭାରତରେ ପହଞ୍ଚିଥିଲେ ସମ୍ବଲ ଅନୁସରଣରେ ତଥା ସେହି ସମୟରେ ବାବରଙ୍କୁ ନିମନ୍ତ୍ରଣ କରିଥିଲେ ଦୌଲତ ଖାଁ ଲୋଦୀ ଏବଂ ଆଲମ ଖାଁ ଲୋଦୀ। ଦୌଲତ ଖାଁ ଲୋଦୀ ଥିଲେ ପଞ୍ଜାବର ଜଣେ ଗଭର୍ଣ୍ଣର ଏବଂ ସେହି ସମୟରେ ଭାରତର ରାଜନୈତିକ ଅବସ୍ଥା ମଧ୍ୟ ଠିକ୍ ନଥିଲା। ତାହାର ସୁଯୋଗ ଉଠାଇ ବାବର ଆକ୍ରମଣ କରିଥିଲେ ଭାରତକୁ। ବାବର ତୁର୍କୀ ଭାଷା କହୁଥିଲେ ଏବଂ ଲେଖୁଥିଲେ। ସେ ମୋଗଲମାନଙ୍କୁ ବର୍ବର ଯାଯାବର ବୋଲି କହୁଥିଲେ। ଭାରତରେ ବାବର ତାଙ୍କର ସାମ୍ରାଜ୍ୟ ସ୍ଥାପନ କରିଥିଲେ। ରାଜ୍ୟ ଜୟ କରି ଆଞ୍ଚଳିକ ଶାସକମାନଙ୍କ ସହିତ ସନ୍ଧି ସ୍ଥାପନ କରିକି ତା ସହିତ ଆଞ୍ଚଳିକ ଶାସକମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିକି। ମୋଗଲମାନେ ଭାରତରେ ଶାସନ କରିଥିଲେ 1526ରୁ 1707 ମସିହା ପର୍ଯ୍ୟନ୍ତ। 1526ରୁ 1707 ମସିହା ପର୍ଯ୍ୟନ୍ତ ମୋଗଲମାନେ ଯେଉଁ ଶାସନ କରିଥିଲେ, ମୋଗଲମାନେ ତାଙ୍କର ମୁଖ୍ୟ ଶାସକମାନଙ୍କ ଦ୍ୱାରା 1526ରୁ 1707 ମସିହା ପର୍ଯ୍ୟନ୍ତ ଶାସନ କରିଛନ୍ତି ଏବଂ 1707 ମସିହାରୁ 1857 ମସିହା ପର୍ଯ୍ୟନ୍ତ ମୋଗଲମାନେ ଶାସନ କରିଛନ୍ତି ତାଙ୍କର ପରବର୍ତ୍ତୀ ଶାସକମାନଙ୍କ ଦ୍ୱାରା। ମୋଗଲମାନଙ୍କର ଶେଷ ସମ୍ରାଟ ଥିଲେ ବାହାଦୁର ଶାହ ଦ୍ୱିତୀୟ ବା ବାହାଦୁର ଶାହ ଜାଫର ବୋଲିକି ତାଙ୍କୁ କୁହାଯାଇଥାଏ। ସେ ଇଂଲଣ୍ଡର ସେନାବାହିନୀ ଦ୍ୱାରା ପରାସ୍ତ ହୋଇଥିଲେ 1857 ମସିହାରେ। 1540ରୁ 1555 ମସିହା ପର୍ଯ୍ୟନ୍ତ ଯେଉଁ 15 ବର୍ଷ ଅଛି ପିଲାମାନେ, ଏହି 15 ବର୍ଷ କେବଳ ମୋଗଲମାନେ ଭାରତରେ ଶାସନ କରିନଥିଲେ, ଯାହାକି 1526ରୁ 1707 ମଧ୍ୟରେ ଆସୁଛି ସେହି 15 ବର୍ଷ। ତ ଏହି 15 ବର୍ଷ କେବଳ ସେମାନେ ଭାରତରେ ଶାସନ କରିନଥିଲେ। ଏହି 15 ବର୍ଷ 1540ରୁ 1555 ମସିହା ପର୍ଯ୍ୟନ୍ତ ଶେରଶାହ ସୁରୀ ଭାରତରେ ଶାସନ କରିଥିଲେ। ଶେରଶାହ ସୁରୀ ସୁରୀ ରାଜବଂଶର ଜଣେ ରାଜା ଥିଲେ। ଏପଟେ ଦେଖ ପିଲାମାନେ, ଉପରେ ଯେଉଁ ଫାଷ୍ଟ ଫଟୋ ଚିତ୍ରଟି ଦେଖୁଛ, ଏହି ଫଟୋ ଚିତ୍ରଟି ହେଉଛି ବାବରଙ୍କର। ସେ ଭାରତରେ ମୋଗଲ ଶାସନ ପ୍ରତିଷ୍ଠା କରିଥିଲେ। ଦ୍ୱିତୀୟରେ ଯେଉଁ ଫଟୋ ଚିତ୍ରଟି ଅଛି ପିଲାମାନେ ଦେଖିପାରୁଥିବ, ଏଇଟା ହେଲା ଫରଗଣାର ଫଟୋ ଚିତ୍ର। ଏଇଠି ଦେଖିପାରୁଥିବ, ମୁଁ ମାର୍କ କରିଦେଉଛି, ଏଇଟା ହେଲା ଫରଗଣା। ଫରଗଣା ଉପରେ ଅଛି କିର୍ଗିସ୍ତାନ, ସବୁଠୁ ଉପରେ ରହିଲେ କାଜାକସ୍ତାନ, ତାପରେ ରହିଲା ଉଜବେକିସ୍ତାନ, ସବୁଠୁ ତଳେ ରହିଲା ତାଜିକିସ୍ତାନ ଆଉ ଏଇଠି ରହିଲା ଫରଗଣା। ତାପରେ 3 ନମ୍ବର ଫଟୋ ଚିତ୍ରଟି ହେଉଛି ପିଲାମାନେ କାବୁଲର। କାବୁଲକୁ ଦର୍ଶାଯାଇଛି, ମୁଁ ଚିହ୍ନଟ କରିଦେଉଛି କାବୁଲକୁ। ଆଉ କାବୁଲ ଅଛି ଆଫଗାନିସ୍ତାନରେ। ବର୍ତ୍ତମାନ ଆଫଗାନିସ୍ତାନର ମଧ୍ୟ ତାହା ରାଜଧାନୀ ଅଟେ। ଏବେ ଆମେ ଜାଣିବା ପିଲାମାନେ ପ୍ରଥମ ପାନିପଥ ଯୁଦ୍ଧ ବିଷୟରେ ଏବଂ ଏହି ପ୍ରଥମ ପାନିପଥ ଯୁଦ୍ଧ ପରେ ହିଁ ଭାରତରେ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା ହୋଇଥିଲା। ପ୍ରଥମ ପାନିପଥ ଯୁଦ୍ଧ ପିଲାମାନେ 1526 ମସିହାରେ ସଂଗଠିତ ହୋଇଥିଲା। କାହା କାହା ମଧ୍ୟରେ ସଂଗଠିତ ହୋଇଥିଲା? ମୋଗଲ ଶାସକ ବାବର ଏବଂ ଲୋଦୀ ବଂଶର ଶାସକ ଇବ୍ରାହିମ ଲୋଦୀଙ୍କ ମଧ୍ୟରେ ପ୍ରଥମ ପାନିପଥ ଯୁଦ୍ଧ ସଂଗଠିତ ହେଉଥିଲା। ପ୍ରଥମ ପାନିପଥ ଯୁଦ୍ଧ ପାନିପଥ ନାମକ ସ୍ଥାନରେ ହିଁ ସଂଗଠିତ ହୋଇଥିଲା ଏବଂ ସେହି ପାନିପଥ ନାମକ ସ୍ଥାନଟି ବର୍ତ୍ତମାନ ହରିୟାଣା ରାଜ୍ୟରେ ହିଁ ଅବସ୍ଥିତ ଏବଂ ଏହି ପ୍ରଥମ ପାନିପଥ ଯୁଦ୍ଧରେ ବିଜୟ ଲାଭ କରିଥିଲେ ବାବର ଏବଂ ପରାଜୟ ହୋଇଥିଲେ ଇବ୍ରାହିମ ଲୋଦୀ। ପ୍ରଥମ ପାନିପଥ ଯୁଦ୍ଧର ପରିଣାମ କ'ଣ କ'ଣ ଥିଲା ଦେଖ ପିଲାମାନେ। ବାବର ଦିଲ୍ଲୀ ଓ ଆଗ୍ରାକୁ ଅଧିକାର କରିଥିଲେ। ସୁଲତାନୀ ଶାସନର ପରିସମାପ୍ତି ଘଟିଥିଲା। ତା ସହିତ ଭାରତରେ ମୋଗଲ ଶାସନ ଯେଉଁ ଅଛି, ମୋଗଲ ଶାସନ ଆରମ୍ଭ
ହୋଇଥିଲା। ଏଠି ଯେଉଁ ଫଟୋଚିତ୍ରଟି ଅଛି ପିଲାମାନେ ପ୍ରଥମ ଫଟୋଚିତ୍ର ଦେଖୁଥିବ ଏଇଟା ଇବ୍ରାହିମ ଲୋଦିଙ୍କ ଫଟୋଚିତ୍ର। ବାବର ପ୍ରଥମ ପାନିପଥ ଯୁଦ୍ଧରେ ଇବ୍ରାହିମ ଲୋଦିଙ୍କୁ ପରାସ୍ତ କରିଥିଲେ ଏବଂ ଇବ୍ରାହିମ ଲୋଦି ସୁଲତାନି ଶାସନର ଶେଷ ସମ୍ରାଟ ଥିଲେ। ଦ୍ୱିତୀୟ ଫଟୋଚିତ୍ରଟି ଦେଖିପାରୁଥିବ ପିଲାମାନେ ଏହି ଦ୍ୱିତୀୟ ଫଟୋଚିତ୍ରଟି ହେଉଛି ହରିୟାଣା ରାଜ୍ୟର ଏବଂ ହରିୟାଣା ରାଜ୍ୟର ପାନିପତକୁ ଏଠି ଦର୍ଶାଇ ଦିଆଯାଇଛି। ମୁଁ ଏଠି ମାର୍କ କରୁଛି ପିଲାମାନେ ଦେଖ ଏଇଟା ହେଲା ପାନିପତ ଏବଂ ଏହି ପାନିପତରେ ଏହି ପ୍ରଥମ ପାନିପତ ଯୁଦ୍ଧଟି ସଂଗଠିତ ହୋଇଥିଲା ଯାହାକି ବର୍ତ୍ତମାନ ହରିୟାଣାରେ ଅବସ୍ଥିତ। ଏବଂ ଏହି ତୃତୀୟ ଫଟୋଚିତ୍ରଟି ହେଉଛି ପିଲାମାନେ ଦିଲ୍ଲୀ ଓ ଆଗ୍ରାକୁ ଦର୍ଶାଇ ଦିଆଯାଇଛି ଏ ଫଟୋଚିତ୍ରରେ, ଯାହାକି ବାବର ପ୍ରଥମ ପାନିପତ ଯୁଦ୍ଧ ପରେ ତାକୁ ନିଜ ସାମ୍ରାଜ୍ୟଭୁକ୍ତ କରିଥିଲେ। ଏଠି ଦେଖ ପିଲାମାନେ ମୁଁ ସୂଚାଇ ଦେଉଛି ଦିଲ୍ଲୀକୁ, ଏଇଟା ହେଲା ଦିଲ୍ଲୀ ଏବଂ ଏଇଟା ହେଲା ଆଗ୍ରା। ଏଇଠି ଆମେ ଜାଣିବା ବାବର କେଉଁ ବଂଶଧରର ଥିଲେ। ବାବର ତାଙ୍କ ମାତାଙ୍କ ସମ୍ପର୍କରୁ ମୋଗଲ ଶାସକ ଚେଙ୍ଗିଜ ଖାଁଙ୍କ ବଂଶଧର ଥିଲେ ଏବଂ ବାପାଙ୍କ ସମ୍ପର୍କରୁ ବାବର ତୁର୍କୀ ଶାସକ ତୈମୁରଲଙ୍କ ବଂଶଧର ଥିଲେ। ବାବର ନିଜକୁ ତୁର୍କୀ ଶାସକ ତୈମୁରଲଙ୍କ ବଂଶଧର କହିବା ପାଇଁ ପସନ୍ଦ କରୁଥିଲେ ଏବଂ ସେ ମୁଗଲମାନଙ୍କୁ ବର୍ବର ଯାଯାବର ବୋଲିକି ବର୍ଣ୍ଣନା କରୁଥିଲେ। ବାବରଙ୍କର ବାପା ଥିଲେ ବା ପିତା ଥିଲେ ଉମର ଶେଖ ମିର୍ଜା ଦ୍ୱିତୀୟ ଏବଂ ବାବରଙ୍କର ମାତା ଥିଲେ କୁତଲକ ନିଗାର ଖାନମ। ଏଠି ଯେଉଁ ଏସିଆ ମ୍ୟାପ୍ ଦେଇଛି ଏହି ଏସିଆ ମ୍ୟାପ୍ଟିକୁ ଦେଖ ପିଲାମାନେ, ବାବର ମାତାଙ୍କ ସମ୍ପର୍କରୁ ସେ ମଙ୍ଗୋଲିଆ ବା ମୋଙ୍ଗଲମାନଙ୍କ ବଂଶଧର ଥିଲେ ବୋଲିକି କୁହାଯାଇଛି ଏବଂ ତାଙ୍କର ବାପାଙ୍କ ସମ୍ପର୍କରୁ ବାବର ତୁର୍କୀର ବଂଶଧର ଥିଲେ ବୋଲିକି କୁହାଯାଇଛି। ପିଲାମାନେ ଏଠି ରାଇଟ୍ ସାଇଡ଼୍ରେ ଦେଖ ଏଠି ଯେଉଁ ବକ୍ସ ଦିଆଯାଇଛି ସେଇ ବକ୍ସଟିକୁ ଦେଖ। এই ବକ୍ସରେ ବର୍ଣ୍ଣନା କରାଯାଇଛି ମୁଖ୍ୟ ମୋଗଲ ଶାସକଙ୍କ ବଂଶାବଳୀ ବିଷୟରେ ବର୍ଣ୍ଣନା କରାଯାଇଛି। এই ବକ୍ସର ଲେଫ୍ଟ ସାଇଡ଼୍ରେ ଲେଖା ହେଇଛି ମୁଖ୍ୟ ଶାସକମାନଙ୍କର ନାମ ଗୁଡ଼ିକ ଏବଂ এই ବକ୍ସର ରାଇଟ୍ ସାଇଡ଼୍ରେ ସେମାନେ କେଉଁ ମସିହାରୁ କେଉଁ ମସିହା ପର୍ଯ୍ୟନ୍ତ ଶାସନ କରିଛନ୍ତି ତାର ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରଥମେ ଶାସନ କଲେ କିଏ? ବାବର। ବାବର ଶାସନ କଲେ 1526ରୁ 1530 ମସିହା ପର୍ଯ୍ୟନ୍ତ। ତାପରେ ଆସିଲେ ହୁମାୟୁନ। ହୁମାୟୁନ ଶାସନ କଲେ 1530ରୁ 1540 ମସିହା ପର୍ଯ୍ୟନ୍ତ ଏବଂ 1555ରୁ 1556 ମସିହା ପର୍ଯ୍ୟନ୍ତ। 1540ରୁ 1555 ମସିହା ପର୍ଯ୍ୟନ୍ତ ଶେରଶାହ ସୁରୀ ଶାସନ କରିଥିଲେ ଭାରତରେ 15 ବର୍ଷ। ତାପରେ ଆସିଲେ ଆକବର 1556ରୁ 1605 ମସିହା ପର୍ଯ୍ୟନ୍ତ ଶାସନ କଲେ। ଜାହାଙ୍ଗୀର ଆସିଲେ 1605ରୁ 1627 ମସିହା ପର୍ଯ୍ୟନ୍ତ ଶାସନ କଲେ। ଶାହଜାହାନ ଶାସନ କଲେ 1628ରୁ 1657 ମସିହା ପର୍ଯ୍ୟନ୍ତ ଏବଂ ଔରଙ୍ଗଜେବ ଶାସନ କଲେ 1658ରୁ 1707 ମସିହା ପର୍ଯ୍ୟନ୍ତ। ପିଲାମାନେ ଆଜି ଯେଉଁ ଆଲୋଚନା କଲେ ଆମେ ଭାରତରେ ମୋଗଲ ଶାସନ ପ୍ରତିଷ୍ଠା, ଏଇଠୁ ଅନେକ ଗୁଡ଼ିଏ ପ୍ରଶ୍ନ 1 ମାର୍କର ତୁମର ପରୀକ୍ଷାରେ ଆସିଥାଏ। ତ ପିଲାମାନେ ଚେଷ୍ଟା କରିବ ଏହି ଭିଡ଼ିଓଟିକୁ 3ରୁ 4 ଥର ଦେଖିବା ପାଇଁ, ଯଦ୍ୱାରା କ'ଣ ହେବ ଏହି ଭିଡ଼ିଓରେ ଯାହା ବି ଆମେ 1 ମାର୍କର ପ୍ରଶ୍ନ ଗୁଡ଼ାକ ଡିସ୍କସନ୍ କରିଛୁ ତାହାକୁ ତୁମେ ସଠିକ୍ ଭାବରେ ମନେ ରଖିପାରିବ ଏବଂ ପରୀକ୍ଷାରେ ଯଦି ପ୍ରଶ୍ନ ଆସେ ଏହି ୟୁନିଟ୍ରୁ ତାହେଲେ ତୁମେ ଠିକ୍ସେ ଉତ୍ତର କରିକି ତୁମେ ଆସିପାରିବ।